ମୋ ନାଁ ହେଉଛି ରାଜୀବ ଲୋଚନ ପଣ୍ଡା। ବାय ପ୍ରଫେସନ୍ ମୁଁ ଜଣେ ରେକି ଗ୍ରାଣ୍ଡ ମାଷ୍ଟର, ନ୍ୟୁମୋଲୋଜିଷ୍ଟ ଆଣ୍ଡ ପାରାନର୍ମାଲ ଏକ୍ସପର୍ଟ। ବେସିକାଲି ସେ ଯେଉଁଟା ମୁଁ ଦେଖିଲି, ଯେଉଁଟା ମୁଁ ଅବଜର୍ଭ କରିପାରୁଛି, ସେ ଜାଗାରେ ଗୋଟେ ଡେଥ୍ ଗ୍ରିଡ୍ ତିଆରି ହେଇଛି। ଆଉ ଯେଉଁ ଏନର୍ଜିଟା ସେଠି ଟ୍ରାନ୍ସମିଟ୍ ହେଉଛି, ସେ ଯେଉଁ ଏନର୍ଜିଟା ଗୋଟେ ବ୍ଲାକ୍ ସ୍ପଟ୍ ଉପରେ ସେଟା ହେଇକି ପାସ୍ ହେଇକି ଯାଉଛି, ସେଟାକୁ ଆମେ ବେସିକାଲି ଡେଥ୍ ଗ୍ରିଡ୍ସ କହୁ। ଡେଥ୍ ଗ୍ରିଡ୍ସ ମାନେ କ'ଣ ନା, ଗୋଟେ ଗୋଟେ ଜାଗାରେ ଆପଣଙ୍କର ମାଇଣ୍ଡ ସେଇ ଜାଗାରେ ବ୍ଲାଙ୍କ ହେଇଯାଏ। ସେଇ ଜାଗାରେ ଆପଣ ଆଇଦର ଅନ୍ୟମନସ୍କ ହେଇଯିବେ କି କିଛି ଗୋଟେ ଏମିତି ସିଚୁଏସନ୍ ହେଇଯିବ ଯେଉଁଠି ଗୋଟେ ଲୋକର ଡେଥ୍ ହେବାର ସିଚୁଏସନ୍ ବହୁତ ମାତ୍ରାରେ ବଢ଼ିଯିବ। ଆଉ ସେ ଯେଉଁ ଏନର୍ଜି ସେଠି ଆପଣଙ୍କର ଉପସ୍ଥିତି ରହୁଛି, ଦେଖିଲେ ଯେଉଁଟା ଆପଣଙ୍କର କ୍ୟାମେରାରେ କଭର ହେଉଛି ଆଉ ସେଟା ସିସିଟିଭିରେ ଆସିଛି, ଏଇଟା ଏଡିଟିଂ ନୁହଁ ଆଜ୍ଞା। ଏଇଟା ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷ ବୁଝେଇକି, ଦିସ୍ ଇଜ୍ ନଟ୍ ଏ ଏଡିଟେଡ୍ ଭିଡ଼ିଓ, ଏଇଟା ପୁରା ନ୍ୟାଚୁରାଲ୍ ଭିଡ଼ିଓ। ଆଉ ଏଇଥିରେ ସେ ଯେଉଁ ଏନର୍ଜିଜ୍ ପର୍ଟିକୁଲାରଲି ଥାଆନ୍ତି ଗୋଟେ ଗୋଟେ ଇଏରେ, ଯେମିତି ଆମ ସଂସ୍କୃତିରେ ଆମେ କହୁ ଯେ ଯମଦୂତ ଆସେ ମୃତ୍ୟୁ ବେଳେ ତାକୁ ନେଇକି ଯାଏ। ତ ସେ ଯମଦୂତ ଟାଇପ୍ର ଏନର୍ଜିଜ୍, ଆମେ ଏକ୍ଜାକ୍ଟ ତ ମୁଁ କହିବିନି ସେ ଯମଦୂତ ଥିଲେ, ଦ୍ୟାଟ୍ ୱିଲ୍ ବି ଭେରି ଅନସାଇଣ୍ଟିଫିକ୍। ତ ମୁଁ ସେଠି କହିବି ଯେ ଦ୍ୟାଟ୍ ଇଜ୍ ଏ ଏନର୍ଜି ଯେଉଁଟା ସେଇ ଜାଗାରେ ଡେଥ୍ ଗ୍ରିଡ୍ କ୍ରିଏଟ୍ କରିବା ପାଇଁ ଆସିଥିଲା। ଆଣ୍ଡ ସେଠି ଡେଥ୍ କ୍ରିଏଟ୍ କଲା ପରେ ସେ ତାର ପଳେଇଲା। କିଛି ତ ଏନର୍ଜିଜ୍ ଅଛି, କାରଣ ତ କିଛି ଅଛି। ସେ କାରଣର ଯେଉଁ ଏନର୍ଜିଜ୍ ଉପରେ ଆମେ ରିସର୍ଚ୍ଚ କରିକି ଯାହା ମୁଁ ଫିଲ୍ କରୁଛି, ଏଠି ଡେଥ୍ କ୍ରିଏଟ୍ ହେବାର ମେନ୍ କାରଣ ଥିବ, ଯେଉଁ ବି କପଲ୍ ଯେଉଁଠି ସେଠି ଆକ୍ସିଡେଣ୍ଟ ହେଲେ ସେମାନଙ୍କର କିଛି ନା କିଛି ଏମିତି ଅରା ଗୋଟେ ଥାଏ, ଯେଉଁଟା ଆଭାମଣ୍ଡଳ ଆମେ କହୁ। ସେ ଆଭାମଣ୍ଡଳ ସଙ୍କୁଚିତ ହେଲା। ଯେଉଁ ଜେଣ୍ଟସଟା ଆକ୍ସିଡେଣ୍ଟ କଲା ସେ ବଞ୍ଚିଗଲା, ହେଲମେଟ୍ ତାର ଫାଟିଗଲା, କିନ୍ତୁ ତା ଛୁଆ ଆଉ ତା ସ୍ତ୍ରୀ ଚାଲିଗଲେ। ସେ ଛୁଆ ଆଉ ସ୍ତ୍ରୀ ଗିଭ୍ ଅପ୍ କରିଦେଇଥିବେ, ଆଇଦର ସେ ସିଚୁଏସନ୍କୁ ହ୍ୟାଣ୍ଡେଲ୍ କରିପାରିନଥିବେ କିମ୍ବା ତାଙ୍କ ସୋଲ୍ ତାଙ୍କ ବଡ଼ିରେ ଆଉ ରହିବା ପାଇଁ ଚେଷ୍ଟା କରୁନଥିବ। ଇଏ ଗୋଟେ ରିଜନ୍ ଆପଣଙ୍କର ଆଧ୍ୟାତ୍ମିକ ରିଜନ୍। କାହିଁକିନା କିଛି ନା କିଛି ଗୋଟେ ପାରିବାରିକ କଳ, ଆମେ କାହାର ପର୍ସନାଲ୍ ଲାଇଫ୍କୁ ଇଣ୍ଟରଫିୟର କରିବାନି, ଯିବାନି ସେଠିକି, ଇଏ କରିବାନି। ଆଭାମଣ୍ଡଳ ସଙ୍କୁଚିତ ହେଲେ ଗୋଟେ ଆକ୍ସିଡେଣ୍ଟ ହେବ। ଆକ୍ସିଡେଣ୍ଟ ଆଭାମଣ୍ଡଳ ସାଙ୍ଗରେ ବହୁତ କନେକ୍ଟେଡ୍ ଅଛି ଆଜ୍ଞା। ବେଳେବେଳେ ଯିବେ ଦେଖିବେ ସଡନ୍ଲି ଗୋଟେ ଗାଡ଼ି ଆପଣଙ୍କର ବଞ୍ଚିଯିବ, ମାନେ ଆପଣ ଯାଉଥିବେ ପିଟି ହେବାକୁ ଯାଉଥିବେ, ସଡନ୍ ଆପଣ ଜଣାପଡ଼ିଯିବ ଆଣ୍ଡ ଆପଣ ବାହାରିଯିବେ। ତ ସେଇଟା ଆଭାମଣ୍ଡଳ ଭଲ ଥିଲେ ଆପଣ ବଞ୍ଚିଯିବେ। ଆଭାମଣ୍ଡଳ ଯେଉଁଠି କମଜୋର ରହିବ ସେଠି ଆକ୍ସିଡେଣ୍ଟ ହେବ। ସେ ଆଭାମଣ୍ଡଳ ସେ ଜାଗାରେ ସେଇ ପୁରା ଫ୍ୟାମିଲି ପରିବାରର 2 ଜଣଙ୍କର କମଜୋର ଥିବ, 3 ଜଣଙ୍କର ବି କମଜୋର ଥିବ। ଆଣ୍ଡ ଯିଏ ବଞ୍ଚିଗଲା ତାର ଟିକେ ବେଟର୍ ଥିବ, ଆଉ 2 ଜଣଙ୍କର ଯେଉଁ ଡେଥ୍ ହେଇଗଲା ସେଟା ଡେଥ୍ ଗ୍ରିଡ୍ରେ ସେ ଯେଉଁ ଏନର୍ଜିଜ୍ ପଶିଲା, ସେଟା ଯେଉଁ କୁହନ୍ତିନି ଯମଦୂତ ଆସିଥିଲା ନେଇକି ଗଲା, ତ ସେ ଏନର୍ଜିଜ୍ ତାକୁ ନେଇକି ସେଠି ଗଲା। ଆଣ୍ଡ ଆଇ ଥିଙ୍କ ଇଟ୍ ଇଜ୍ ଅ ପାରାନର୍ମାଲ ସବଜେକ୍ଟ, ଯେଉଁଠିକି ନ୍ୟାଚୁରାଲ୍ ନୁହଁ, ନର୍ମାଲ୍ ନୁହଁ, ପାରାନର୍ମାଲ।